ବନ୍ଧୁ ଏବେ ଦେଖନ୍ତୁ ପୁରୀ ସହରରେ ମାନେ ପରିସ୍ଥିତି ଏମିତିଆ ଆଇନ ଶୃଙ୍ଖଳା ପରିସ୍ଥିତି ହେଇଗଲାଣି ମାନେ ଆଉ ବର୍ତ୍ତମାନ ପାଇଁକା ମ୍ୟାକ୍ସିମମ୍ ଛୋଟ ପିଲା ଯୋଉମାନେ କି 18 ବର୍ଷରୁ କମ ସେମାନେ ବର୍ତ୍ତମାନ ଅପରାଧ ସହିତ ଲିପ୍ତ ହେଇଗଲେ। ଏବେ ଯଦି ଆମେ ଦେଖିବା ପାଖାପାଖି 2 ଦିନରେ 11ଟା ଘଟଣା ମଝିରେ ଘଟିଗଲା। ତା ଭିତରୁ ମର୍ଡର କେସ୍ ହେଲା 3ଟା ଥିଲା। ଯଦି ଆମେ ଏଇ ପାଖାପାଖି ଯଦି ଚୁଡଙ୍ଗ ସାହିରେ ଗୋଟେ ମର୍ଡର କେସ୍ କୁ ଯଦି ଅନୁଧ୍ୟାନ କରିବା ଗୋଟେ ଶତ୍ରୁତା ତାଙ୍କ ଭିତରେ ଗୋଟେ ବ୍ୟବସାୟୀକୁ ନେଇକି ହେଇଥିଲା। ତା ଭିତରେ ପ୍ରଥମରୁ ଯିଏ ମରିଥିଲେ ସିଏ ବି ତାକୁ ଯୋଉମାନେ ମାରିଥିଲେ ସିଏ ଗୋଟେ ଜୁବିନାଇଲ ଥିଲା। ଯିଏ ମାନେ ହତ୍ୟା ହେଇଥିଲା ତାକୁ ଯୋଉମାନେ ମାରିଥିଲେ ସିଏ ମଧ୍ୟ ଜୁବିନାଇଲ। ତା ପରବର୍ତ୍ତୀ ମୁହୂର୍ତ୍ତରେ ଯୋଉମାନେ ପୁଣି ଆଉଥରେ ଆକ୍ରୋଶମୂଳକ ଭାବରେ ଯୋଉମାନଙ୍କୁ ହତ୍ୟା କରାଗଲା ଭାଇ ଦେଖନ୍ତୁ ସେମାନେ ବି ସେଇ ନାବାଳକ ପରିସ୍ଥିତି ମାନେ ମାନେ ସେମାନେ ମଧ୍ୟ ନାବାଳକ ଥିଲେ। ଆଉ ଏମିତିଆ ଘଟଣା ମୋର ଗୋଟେ ପ୍ରଶ୍ନ ହେଲା ଯେ ପୋଲିସ ତାଙ୍କୁ ଧରିଦେଲା କିନ୍ତୁ ପୋଲିସ ଧରିବା ପରେ ଗୋଟେ ଜିନିଷ ତା ଦେହରେ ନଜରକୁ ଆସିଲା ଯେ ସେ ପିଲାମାନେ ସେ ହତ୍ୟାକାଣ୍ଡର ଭିଡିଓ ବନେଇଲେ ଓ ତାକୁ ଭାଇରାଲ ମଧ୍ୟ କରିଦେଲେ। ଆମ ପୁରୀ ପୋଲିସର ସାଇବର ଟିମ୍ କରୁଛି କଣ କଣ କରୁଛି ଏଇ ଉପରେ ନେଇକି କି ପ୍ରଶ୍ନ କରୁନାହାନ୍ତି। ବଡ ଆଶ୍ଚର୍ଯ୍ୟର କଥା ଏସପି ଏଇ ଉପରେ ଟୋଟାଲ ପ୍ରଶ୍ନଟିକୁ ଆଡେଇ ଦେବାକୁ ଚାହୁଁଛନ୍ତି। ଆଜି ଆପଣ ମାନେ ଅପରାଧୀକୁ ଧରି ଦଉଛନ୍ତି ଅପରାଧକୁ ରୋକିବା ଆପଣଙ୍କର କାମ କିନ୍ତୁ ତା ସହିତ ସବୁଠୁ ବଡ କଥା ହେଲା ଅପରାଧର ଯୋଉ ମାନସିକତାଟା ଅଛି ସେଇଟା କେମିତି ଦୂର ହବ। ଆଜି ପୁରୀ ସହରରେ ପ୍ରତ୍ୟେକଟି ଜାଗାରେ ଯୋଉଠି ବି ଦେଖନ୍ତୁ କୋଉଠି ହେଲା ନିଶା କାରବାର ସକାଶେ ଗଣ୍ଡଗୋଳ ହଉଛି, କୋଉଠି ହେଲା ପରିବାର ସକାଶେ ଗଣ୍ଡଗୋଳ ହଉଛି। ପୋଲିସର ଭୟ ହିଁ ନାହିଁ। ଏଥିପାଇଁକା ପୋଲିସ ତତ୍ପର ହବା ଦରକାର। ଏସପି ନିଜେ ପୁରାପୁରି ଘଟଣାର ପୁରାପୁରି ତଦନ୍ତର ସହିତ ନିଜେ ମଧ୍ୟ ପ୍ରେଜେଣ୍ଟ ରହିକି ସବୁବେଳେ ଜିନିଷ ଉପସ୍ଥାପନ କରିବା ଦ୍ୱାରା କଣ କଣ ହେଇପାରିବ ତାକୁ କେମିତି ରୋକ କରାଯାଇ ପାରିବ ତା ପାଇଁ ଗୋଟେ ମାଷ୍ଟର ପ୍ଲାନ ଆବଶ୍ୟକତା ଅଛି। ପୁରୀ ଗୋଟେ ତୀର୍ଥକ୍ଷେତ୍ର ଜାଗା। ଏଠି ମାନେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ସମୁଦ୍ର କୂଳରେ କାହାର ଯଦି ହେଲା ଶବ ବାହାରିବ, ଯଦି ସାହି ଗଳିକନ୍ଦିରେ ଯଦି ହେଲା ହତ୍ୟାକାଣ୍ଡ ହବ, ବିଚ୍ ବଜାର ଉପରେ ଗଣ୍ଡଗୋଳ ହବ, ପୋଲିସର ଭୟ ରହିବ ନାହିଁ। ତାହେଲେ ଏଠିକି ଲୋକ ଆସିବେ କେମିତି? ସରକାରଙ୍କୁ କଣ ବଦନାମ କରିବାକୁ ହେଲେ ପୋଲିସ ଚାକିରି କରିଛନ୍ତି ଏସପି ସାର୍। ଆଉ ଏସପି ପାଇଁକା ଏସପି ଏଥିପାଇଁକା ନିହାତି ଭାବରେ ଏଥିପାଇଁକା ଦାୟୀ ରହିବେ କାରଣ ସିଏ ହିଁ ଯେହେତୁ ପୋଲିସର ମୁଖ୍ୟ ଅଛନ୍ତି ତାଙ୍କୁ ଜବାବଦେହି ଦେବାକୁ ପଡିବ। ଆଉ ସେ ଉତ୍ତର ଦେବେ ଯେ ମଧ୍ୟ। ଆଉ ଏଥିପାଇଁକା ଗୋଟେ ବହୁତ ବଡ ଗୋଟେ ମାଷ୍ଟର ପ୍ଲାନ ଦରକାର। ଆମେ ସମସ୍ତଙ୍କୁ ନିବେଦନ କରୁଛୁ ସରକାର ମଧ୍ୟ ପୋଲିସର ହାତକୁ ମଜବୁତ କରନ୍ତୁ। ଆଉ ସମସ୍ତ ରାଜନୈତିକ ଦଳ ମଧ୍ୟ ପୋଲିସକୁ ମଜବୁତ କରନ୍ତୁ। ନିଶ୍ଚିତ ଭାବରେ ଏ ପୁରୀ ପୋଲିସ ଆଜିକା ଡେଟରେ ଓଡିଶାର 1 ନମ୍ବର ହେଇପାରିବ।